ଯେତେବେଳେ ଅର୍ଜୁନ ଆଉ କିଛି ବୁଝିପାରିନି ତାପରେ ପ୍ରଭୁ ତାଙ୍କୁ ଗୋଟେ ମାନେ ପ୍ରଶ୍ନବାଚୀ ଶବ୍ଦ ଗୁଡ଼ା ଆଣିକି ଯୋଡ଼ିଦେଲେ। ଅର୍ଜୁନ ରେ ଶୁଣ ବିପରୀତ ବାଣୀ, ପର୍ବତ ଶିଖରେ ଶେଉଳ ଖେଳୁଛି, ସମୁଦ୍ରେ ଖେଳେ ହରିଣୀ ଜାଣି, ଶୁଣ ବିପରୀତ ବାଣୀ। ପ୍ରଭୁ କ'ଣ କହିଲ ନା ପର୍ବତ ଶିଖରେ ଶେଉଳ ଖେଳୁଛି ରେ, ସମୁଦ୍ରରେ ହରିଣୀ ଖେଳୁଛି, ତୁ ଜାଣିଛୁ? ହେକି ଜାଣିନି ପ୍ରଭୁ ବୋଲେ ସେ ପ୍ରଭୁ ତା ବିଷୟବସ୍ତୁ ନେଇକରି ତାକୁ ବତେଇଗଲା। ପର୍ବତ ହରିଣୀ ସିନା ଜଙ୍ଗଲରେ ରହିବ, ପର୍ବତ ସେ ସମୁଦ୍ରରେ ହରିଣୀ ଖେଳୁଛି କିଏ ପାଣିରେ? ନା ଶେଉଳ ମାଛ ପାଣିରେ ରହିବା ଲୋକ ସେ ପର୍ବତ ଉପରେ ରହୁଛି। କେମିତିକା? ଏଇଟା ମୁଁ କହୁନି ଭାଇ, ଏଇଟା ନୃସିଂହ ପୁରାଣରେ ଆଜି ଗୀତାର ତତ୍ୱାର୍ଥକୁ ବୁଝେଇବା ପାଇଁ, ଅର୍ଜୁନଙ୍କୁ ବୋଧ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଏ କଥା ବୁଝେଇଛନ୍ତି। ତାହେଲେ ଆପଣମାନେ ଯଦି ବୁଝିବାକୁ ଚାହାନ୍ତି ଇଏ ସମୁଦ୍ର କିଏ, ହରିଣୀ କିଏ, ପର୍ବତ ଶିଖ କିଏ, ଶେଉଳ ମାଛ କିଏ, ଏହା ସଦ୍ଗୁରୁଙ୍କ ମୁଖରୁ ଆପଣ ବୁଝିନେବେ। ଶ୍ରୀ